ହ୍ୟାଲୋ ହାଏ ନମସ୍କାର ଜୟ ଜଗନ୍ନାଥ। ଆପଣମାନେ ଫାଷ୍ଟ ଭିଡ଼ିଓରେ ଦେଖିଥିଲେ ଯେ ବରକତର ମ୍ୟାରେଜର ଭିଡ଼ିଓରେ ତ ସେଇ ଟାଇମରେ ମୁଁ ଭଏସ୍ ଦେଇପାରିନଥିଲି ତ ସେ ମ୍ୟାରେଜ ସେଲିବ୍ରେସନରେ ଆମେ ମାନେ ଯାଇଥିଲୁ ତ କିଛି ନୂଆ ନୂଆ ଜିନିଷ ବି ଆମେ ଦେଖିବାକୁ ସେ ଭିଡ଼ିଓରେ ମିଳିଥିଲା। ଆମେ ବହୁତ ଟାଇମ୍ ୱେଟ୍ କଲା ପରେ କିନ୍ତୁ ବାରାତ ଆସିଥିଲେ ତ ଫାଷ୍ଟ ଭିଡ଼ିଓରେ ଆପଣମାନେ ଦେଖିଥିଲେ ଯେ ପିନ୍ଧାଣି ଭିଡ଼ିଓ। ଏବେ ବାରାତ ଦିଟା ତିନିଟା ରାତିରେ ବାରାତ ପଳେଇ ଆସିଥିଲେ। ଆସିବା ପରେ ତାଙ୍କର ବହୁତ ସାରା କଲଚର ଅଛି। ତାଙ୍କର ମାଟିରେ ସ୍ୱତନ୍ତ୍ର ଦୀପ ତିଆରି ହେଇଥିଲା, ବହୁତ ଥାକ ଥାକ କରି ଦୀପ ବି ରଖିଥିଲେ, ସେଗୁଡ଼ା ବହୁତ ସୁନ୍ଦର ଲାଗୁଥିଲା। ତ ଦେଖିବାକୁ ଗୋଟେ ଉତ୍ସାହିତ ଲାଗୁଥିଲା। ତ ତାପରେ ତାଙ୍କର କିଛି ସେପଟେ କିଛି କଲଚର ଅଛି, ଜୋଇଁ ଶାଶୁଙ୍କର କଲଚର। ତ ସେମାନେ ତାଙ୍କୁ ଗୋଟେ ଚେୟାର ରଖିଥିଲେ, ଆପଣମାନେ ତ ଦେଖିପାରୁଥିବେ ଭିଡ଼ିଓରେ। ତ ରେଡ୍ କଲର ଶାଢ଼ୀ ଗୋଟେ ରଖିଥିଲେ, ତାପରେ ଗୋଟେ ଗାଲ ସେକା କରିଥିଲେ। ଗାଲ ସେକା ପରେ ଜୋଇଁ ଶାଶୁକୁ ଜୋଇଁ ନେଇକି ଯାଇଥିଲେ। ନବା ପରେ ବେଦି ପାଖରେ ଝିଅ ପୁଅ ଉପରକୁ ଚାଉଳ ପକାଉଥିଲେ, ପୁଅ ଘର ଝିଅ ଉପରକୁ ଚାଉଳ ପକାଉଥିଲେ, ଏମିତି କିଛି ସେଲିବ୍ରେସନ। ତାପରେ ଇଏ ମହୁଲ ଗଛକୁ ସେ ସାକ୍ଷୀ ରଖି ସେ ମ୍ୟାରେଜ କରିଥିଲେ। ତ ତାଙ୍କ ମ୍ୟାରେଜ କିଛି ନିଆରା ଥିଲା। ତ କିଛି ହିଁ ବ୍ରାହ୍ମଣ ନଥିଲେ ସେଠି, 10 ଦିଗ ସାକ୍ଷୀ ନଥିଲେ, ହୋମ ନିଆଁ ବି ନଥିଲା। ବାସ୍ ତାଙ୍କ ଗାଁର କିଛି ଲୋକ, ଝିଅ ଘର ପଟୁ କିଛି ଲୋକ, ପୁଅ ଝିଅକୁ ସିନ୍ଦୁର ଦେଲେ, ଶଙ୍ଖା ପିନ୍ଧିଲେ, ମାଳ ଗଳିଲେ, ବାସ୍ ବାହାଘର ଶେଷ। ଆମେ ଦେଖିକି ବହୁତ ଖୁସି ଲାଗିଲା ବି ଦୁଃଖ ଲାଗୁଥିଲା। ଗୋଟେ ସାଙ୍ଗଟେ, ଗୋଟେ ସାନ ଭଉଣୀଟେ, ସେ ପର ହେଇଗଲେ, ଆଉ ତାଙ୍କ ଉପରେ ଆମର ଅଧିକାର ନାହିଁ। ତ ମାନେ ଏମିତି ମ୍ୟାରେଜ ଦେଖିକି ମାନେ ଆମକୁ କିଛି ନୂଆ ଜିନିଷ ଶିଖିବାକୁ ପାଇଲୁ, ମାନେ ବହୁତ ଏନ୍ଜୟମେଣ୍ଟ କଲୁ। ଆଉ ଯଦି ଭିଡ଼ିଓ ବି ଭଲ ଲାଗିଥିବ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ରହିଲି, ଜୟ